ନମସ୍କାର। ଆଜି ଆସନ୍ତୁ ଆମେ ଏକ ଗଭୀର ଯାତ୍ରା ଆରମ୍ଭ କରିବା। କେମିତି ଆମେ ନିଜ ଭିତରର ଦୁନିଆକୁ ବଦଳେଇ ଏକ ସ୍ଥାୟୀ ଶାନ୍ତି ପାଇପାରିବା। ଆଉ ଏହା କେବଳ କିଛି ତତ୍ତ୍ୱ କଥା ନୁହେଁ, ବରଂ ଏକ ପ୍ରାକ୍ଟିକାଲ ଗାଇଡ୍। ଆସନ୍ତୁ ଗୋଟେ ସିଧା ପ୍ରଶ୍ନରୁ ଆରମ୍ଭ କରିବା। କେବେ ଭାବିଛନ୍ତି ଆମ ପାଖରେ ସବୁକିଛି ଅଛି, ସବୁ ଆଧୁନିକ ସୁବିଧା, ହେଲେ ତଥାପି ମନ ଭିତରେ କାହିଁକି ଏମିତି ଗୋଟେ ଅଜଣା ଅଶାନ୍ତି, ଗୋଟେ ଖାଲିପଣ? ଏହା ଏକ ଏମିତି ଅନୁଭବ ଯାହା ଆମ ସମସ୍ତଙ୍କୁ କେତେବେଳେ ନା କେତେବେଳେ ଘାରିଥାଏ। ଏଇ ଯୋଉ ଉକ୍ତିଟି ଆପଣ ଦେଖୁଛନ୍ତି, ଏଇଟା ଟିକେ ଚମକେଇ ଦେବା ଭଳି ଲାଗିପାରେ, କିନ୍ତୁ ଏହା ସିଧା ଆମ ସମସ୍ୟାର ମୂଳକୁ ଇଙ୍ଗିତ କରୁଛି। ଏହା କହୁଛି ଯେ ଆମ ଦୁଃଖର କାରଣ ବାହାର ଦୁନିଆ ନୁହେଁ, ବରଂ ଆମ ନିଜର ମନ। ଏହା ହିଁ ଆମ ଯାତ୍ରାର ପ୍ରାରମ୍ଭିକ ବିନ୍ଦୁ। ତେବେ କଥାଟା ହେଲା, ଆମେ ସମସ୍ତେ ଗୋଟେ ଜେଲରେ ବନ୍ଦୀ, କିନ୍ତୁ ଏଇ ଜେଲର କାନ୍ଥ ବାହାରେ ନୁହେଁ, ଆମ ନିଜ ଭିତରେ। ଏହା ହେଉଛି ଆମ ନିଜ ଅପ୍ରଶିକ୍ଷିତ ଚଞ୍ଚଳ ମନର ଜେଲ୍, ଯିଏ ଆମକୁ କେବେ ବି ଶାନ୍ତିରେ ରହିବାକୁ ଦିଏ ନାହିଁ। ଭଗବଦ୍ ଗୀତାରେ ଏହି ଦୁଃଖର ଚକ୍ର ବିଷୟରେ ବହୁତ ସୁନ୍ଦର ଭାବେ ବୁଝାଯାଇଛି। ଦେଖନ୍ତୁ, ଏହାର ଆରମ୍ଭ କେମିତି ହୁଏ। ବହୁତ ସାଧାରଣ ଭାବରେ ପ୍ରଥମେ ଆମ ମନ କୌଣସି ଜିନିଷ ଉପରେ ଚିନ୍ତା କରେ। ସେଇଠୁ ଧୀରେ ଧୀରେ ତା ପ୍ରତି ଆସକ୍ତି ବଢ଼େ, ଆଉ ଆସକ୍ତିରୁ ଜନ୍ମ ନିଏ ଇଚ୍ଛା। ଆଉ ଯେତେବେଳେ ସେ ଇଚ୍ଛା ପୂରଣ ନ ହୁଏ, ସେଇଠୁ ଆସେ ରାଗ, ଦୁଃଖ, ଆଉ ଆମେ ସେହି ଚକ୍ରରେ ଫସିଯାଉ। କିନ୍ତୁ ଏସବୁ ଶୁଣି ନିରାଶ ହେବାର କୌଣସି କାରଣ ନାହିଁ, କାରଣ ଆମର ଲକ୍ଷ୍ୟ ମନକୁ ଶେଷ କରିଦେବା ନୁହେଁ, ବରଂ ତାକୁ ବଦଳେଇ ଦେବା। ଠିକ୍ ଯେମିତି କୋଇଲା ଅତ୍ୟଧିକ ଚାପ ଆଉ ତାପ ପାଇ ହୀରାରେ ବଦଳିଯାଏ। ଏହା ଏକ ରୂପାନ୍ତରଣର ପ୍ରକ୍ରିୟା, ବିନାଶର ନୁହେଁ। ଏବେ ଦେଖନ୍ତୁ, ଏଇ ତୁଳନାଟା କେତେ ସ୍ପଷ୍ଟ। ବାମପଟେ ଅଶୁଦ୍ଧ ମନ, ମାନେ ଆମର କୋଇଲା, ଅନ୍ଧାରିଆ, ଦୁଃଖରେ ବନ୍ଧା। ଆଉ ଡାହାଣ ପଟେ ଦେଖନ୍ତୁ, ଶୁଦ୍ଧ ମନ, ଚକ୍ଚକ୍ କରୁଥିବା ହୀରା, ସ୍ୱଚ୍ଛ, ଉଜ୍ଜ୍ୱଳ, ଆଉ ନିଜ ଭିତରର ଆଲୋକକୁ ପ୍ରତିଫଳିତ କରୁଛି। ମନ ସେଇ ଗୋଟିଏ, କେବଳ ତାର ସ୍ୱରୂପ ବଦଳି ଯାଇଛି। ତେବେ ଏଇ ଯୋଉ ପୁରା ପ୍ରକ୍ରିୟା, ଏହାକୁ କୁହାଯାଏ ଚିତ୍ତଶୁଦ୍ଧି। ସରଳ ଭାଷାରେ କହିଲେ ମନର ସଫାଇ। ଆଉ ଏହା ହିଁ ସେହି ମାଷ୍ଟର ଚାବି, ଯାହା ଆତ୍ମଜ୍ଞାନ ଆଉ ସ୍ଥାୟୀ ଆନନ୍ଦର ଦ୍ୱାର ଖୋଲିପାରିବ। ଆଚ୍ଛା, ତତ୍ତ୍ୱ କଥା ତ ବହୁତ ହେଲା। ଏବେ ଆସିବା ପ୍ରକୃତ କାମକୁ। ଏଇ ଯୋଉ ରୂପାନ୍ତର କଥା ଆମେ କହୁଛେ, ସେଇଟା ହବ କେମିତି? ଏହାର ଭିତ୍ତିଭୂମି 4ଟି ମୁଖ୍ୟ ସ୍ତମ୍ଭ ଉପରେ ତିଆରି। ଏଗୁଡ଼ିକ ହେଉଛି ସେହି 4ଟି ସ୍ତମ୍ଭ। ଦେଖନ୍ତୁ ଏଗୁଡ଼ିକ କେମିତି ମିଶି କାମ କରନ୍ତି। କର୍ମଯୋଗ ଆମ ହୃଦୟକୁ ସଫା କରେ, ଭକ୍ତିଯୋଗ ଆମ ଭାବନାକୁ ଯୋଡ଼େ, ରାଜଯୋଗ ମନକୁ ସ୍ଥିର କରେ, ଆଉ ଜ୍ଞାନଯୋଗ ଆମ ବୁଦ୍ଧିକୁ ତୀକ୍ଷ୍ଣ କରେ। ଏହା ଏକ ସମ୍ପୂର୍ଣ୍ଣ ପ୍ୟାକେଜ, ଯାହା ଆମର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ବଦଳାଇବାରେ ସାହାଯ୍ୟ କରେ। କିନ୍ତୁ ଗୋଟେ କଥା ମନେ ରଖିବାକୁ ହେବ, ଏ ରାସ୍ତା ସବୁବେଳେ ସିଧା ନୁହେଁ। ଆମେ ପଡ଼ିବା, ବାରମ୍ବାର ପଡ଼ିବା, ଠିକ୍ ସେଇ ଛୋଟ ପିଲାଟି ପରି ଯିଏ ଚାଲିବା ଶିଖୁଛି। କିନ୍ତୁ ମୁଖ୍ୟ କଥା ହେଉଛି, ପଡ଼ିଯିବା ପରେ ପୁଣି ଉଠି ଛିଡ଼ ହେବା ଆଉ ଚେଷ୍ଟା ଜାରି ରଖିବା। ତେବେ ଏହି ନିରନ୍ତରତା ବଜାୟ ରଖିବା ପାଇଁ କିଛି ପ୍ରାକ୍ଟିକାଲ ଉପାୟ ଅଛି। ପ୍ରଥମତଃ, ଗୋଟେ ଛୋଟ ଲକ୍ଷ୍ୟ ରଖନ୍ତୁ, ଯେମିତିକି ଦିନକୁ ଅତି କମ୍ରେ 5 ମିନିଟ୍। ଦ୍ୱିତୀୟରେ, ଗୋଟେ ନିର୍ଦ୍ଦିଷ୍ଟ ସମୟ ଆଉ ଜାଗା ଠିକ୍ କରନ୍ତୁ। ଏହା ଏକ ଅଭ୍ୟାସ ତିଆରି କରେ। ଆଉ ସବୁଠୁ ମଜା କଥା ହେଲା, ଯଦି କେବେ ସଂକଳ୍ପ ଭାଙ୍ଗିଯାଏ, ତେବେ ନିଜକୁ ଏକ ଛୋଟ ଦଣ୍ଡ ଦିଅନ୍ତୁ, ଯେମିତିକି ଗୋଟେ ବେଳା ଖାଇବା ଛାଡ଼ିଦେବା। ଏହା ମନକୁ ଅନୁଶାସିତ କରେ। ଏସବୁ ଅଭ୍ୟାସର ଶେଷ ଲକ୍ଷ୍ୟ କ'ଣ ଜାଣନ୍ତି? କେବଳ ସକାଳେ ସନ୍ଧ୍ୟାରେ ବସିବା ନୁହେଁ, ବରଂ ଦିନର ପ୍ରତିଟି ମୁହୂର୍ତ୍ତରେ ନିଜ ଭିତର ଜଗତକୁ, ନିଜ ଚିନ୍ତାଧାରାକୁ ନିୟନ୍ତ୍ରଣ କରିବା। ପ୍ରକୃତ ଯୁଦ୍ଧକ୍ଷେତ୍ର ଆମ ଭିତରେ ହିଁ ଅଛି। ଆଉ ଏଇଠି ଆସେ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଯେତେବେଳେ ମନ ଭିତରେ ନକାରାତ୍ମକ ଭାବନା ଆସେ, ରାଗ, ଈର୍ଷା, ଦୁଃଖ, ସେତେବେଳେ କ'ଣ କରିବା? ତାକୁ ଚାପିଦେବା? ତା ସହ ଲଢ଼ିବା? ନା, ଏହାର ଏକ ବହୁତ ସୂକ୍ଷ୍ମ କୌଶଳ ଅଛି। ଏହାର ଉପାୟ ହେଉଛି ମନ ପାଇଁ ଜୁଡୋ। ଜୁଡୋରେ କ'ଣ ହୁଏ? ଆମେ ପ୍ରତିପକ୍ଷର ଶକ୍ତିକୁ ତା ବିରୁଦ୍ଧରେ ହିଁ ବ୍ୟବହାର କରୁ। ଠିକ୍ ସେମିତି ଆମେ ନକାରାତ୍ମକ ଚିନ୍ତା ସହ ସିଧା ଲଢ଼ିବାନି। ପ୍ରଥମେ ତାକୁ ଚିହ୍ନଟ କରିବା, ତାପରେ ଦୃଢ଼ ଭାବରେ କହିବା, ନା, ଏହା ଭୁଲ, ଆଉ ତାପରେ ଧୀରେ କରି ମନର ଦିଗକୁ କୌଣସି ଭଲ କାମ କିମ୍ବା ଈଶ୍ୱରଙ୍କ ନାମ ଆଡ଼କୁ ମୋଡ଼ିଦେବା। ଏହା ଏକ ନିରନ୍ତର ଅଭ୍ୟାସ, ଯେଉଁଥିରେ ଧୈର୍ଯ୍ୟ ନିହାତି ଦରକାର। ଆଉ ଶେଷରେ ଭଗବାନ କୃଷ୍ଣଙ୍କର ଏହି ନିର୍ଦ୍ଦେଶ, ଏହା କେବଳ ଏକ ଉପଦେଶ ନୁହେଁ, ଏହା ଆମ ଜୀବନର ମୂଳ ଉଦ୍ଦେଶ୍ୟ। ଯୋଗୀ ହେବାର ଅର୍ଥ ହେଉଛି ସଂଯୁକ୍ତ ହେବା ନିଜ ସହିତ, ସମଗ୍ର ସୃଷ୍ଟି ସହିତ। ଏହା ହିଁ ଆମର ପ୍ରମୁଖ କର୍ତ୍ତବ୍ୟ। ତେବେ ଆଜିର ଆଲୋଚନା ଶେଷରେ ଏହି ଗୋଟିଏ ପ୍ରଶ୍ନ। ଏହି ବିରାଟ ରୂପାନ୍ତରଣର ଯାତ୍ରା କୌଣସି ବଡ଼ ଲମ୍ଫରୁ ଆରମ୍ଭ ହୁଏ ନାହିଁ। ଏହା ଆରମ୍ଭ ହୁଏ ଆଜି ନିଆଯାଇଥିବା ଗୋଟିଏ ଛୋଟ ପଦକ୍ଷେପରୁ। ଆପଣଙ୍କର ସେହି ପଦକ୍ଷେପଟି କ'ଣ ହେବ? ଟିକେ ଭାବନ୍ତୁ। ଧନ୍ୟବାଦ।